କିସା ଗୌତମୀ ଏକ ମହିଳା ଥିଲେ ଯିଏଙ୍କର ଏକମାତ୍ର ପୁଅ ଅପ୍ରାକୃତିକ ଭାବରେ ମୃତ୍ୟୁବରଣ କରିଥିଲା। ସେ ତାଙ୍କ ପୁଅଙ୍କର ଶବକୁ ବୁକୁରେ ଧରି ସାରା ଗ୍ରାମ ବୁଲିଲେ ଯେଉଁଠାରେ ତାଙ୍କୁ ଆଉ କେହି ତାଙ୍କ ପୁଅଙ୍କୁ ବଞ୍ଚାଇ ପାରିବେ। ସେଠି ଲୋକେ କହିଲେ, ତୁମେ ଗୌତମ ବୁଦ୍ଧଙ୍କ ନିକଟକୁ ଯାଅ। ସେ ବିଶେଷ ଜ୍ଞାନ ଥିବା ଜଣେ ମହାପୁରୁଷ। ସେ ବୁଦ୍ଧଙ୍କ ପାଖକୁ ଗଲେ ଓ କହିଲେ, ଦୟାକରି ମୋ ପୁଅକୁ ବଞ୍ଚାଇ ଦିଅ। ବୁଦ୍ଧ କହିଲେ, ଠିକ୍ ଅଛି, ମୁଁ ତୁମକୁ ସାହାଯ୍ୟ କରିପାରିବି, କିନ୍ତୁ ତୁମେ ମୋ ପାଇଁ ଗୋଟିଏ ସରଳ ଜିନିଷ ନେଇ ଆଣ। ଗୋଟିଏ ଘରରୁ ମୋ ପାଇଁ ମସ୍ତର ଗୁଣ୍ଡ ନେଇ ଆଣ। କିନ୍ତୁ ଏହି ଘରରେ କେବେ ବି କେହି ମୃତ୍ୟୁ ବରଣ କରିନଥିବା ଦରକାର। କିସା ଗୌତମୀ ଖୁସି ହୋଇ ଘରେ ଘରେ ପହଞ୍ଚିଲେ। ଘରକୁ ଯିବା ସମୟରେ ସେ ମସ୍ତର ଗୁଣ୍ଡ ମିଳାଇ ପାରୁଥିଲେ, କିନ୍ତୁ ପ୍ରତ୍ୟେକ ଘରରେ କେହି ନ କେହି ମୃତ୍ୟୁ ହୋଇଥିଲେ, ବାପା, ମା, ସ୍ୱାମୀ, ସନ୍ତାନ, ଭାଇ ବା ଭଉଣୀ। ସେ ବୁଝିପାରିଲେ ଯେ ମୃତ୍ୟୁ ଏକ ସାଧାରଣ ସତ୍ୟ, ଯାହା ପ୍ରତ୍ୟେକ ଜୀବ ଅନୁଭବ କରେ। ଶେଷରେ, ସେ ବୁଦ୍ଧଙ୍କ ପାଖକୁ ଫେରି ଆସି ଏହି ନିଷ୍କର୍ଷ ନେଲେ। ମୃତ୍ୟୁ ହେଉଛି ଜୀବନର ଏକ ଅଂଶ। ମୁଁ ଏହାକୁ ଗ୍ରହଣ କରିଛି। ତା ପରେ ସେ ବୁଦ୍ଧଙ୍କ ଶିଷ୍ୟ ହେଲେ ଓ ଧ୍ୟାନ ଓ ଜ୍ଞାନର ମାର୍ଗରେ ଚାଲିଲେ। ନୀତି ଶିକ୍ଷା, ମୃତ୍ୟୁ ସବୁଠୁ ଏକ ଅଟଳ ସତ୍ୟ। ଯେପରି ସମସ୍ତେ ଜନ୍ମ ହୁଅନ୍ତି, ସେମାନେ ମୃତ୍ୟୁକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼େ। ଭିଡିଓଟି ଭଲ ଲାଗିଲେ ଗୋଟିଏ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିଜ ମତାମତ ଦିଅନ୍ତୁ। ଧନ୍ୟବାଦ।